କେରେ ବଗୁଲା ତୁ ଆଜିକାଲି କ'ଣ କଳା ଚଷମା ପିନ୍ଧିକି ବୁଲୁଣି? କଥା କ'ଣ କି ଦାଦା, ଆମ ଗାଁ ସୁତୁଲି କଳା ଚଷମା ପିନ୍ଧିକି ଷ୍ଟାଇଲ ମାରୁଛି। ତାକୁ ଦେଖିକି ମୋ ମନରେ ରାଗ ଆସିଲା। ଆରେ କଳା ଚଷମା କ'ଣ ଖାଲି ସିଏ ପିନ୍ଧି ପାରିବ ଆଉ ଆମେ ପିନ୍ଧି ପାରିବୁନୁ? ଏଇ କଥା ଭାବିକି ଜେଜେଙ୍କ ଚଷମାଟା ଆଲମାରିରୁ ଆଣିକି ପିନ୍ଧିଛି। ଦାଦା ସୁତୁଲିର ଆଖି ଧରିଛି ବା। ଡାକ୍ତରଙ୍କ କହିବା ଅନୁସାରେ ସିଏ କଳା ଚଷମା ପିନ୍ଧିଛି। ତାକୁ ଦେଖି ବଗୁଲାର ଈର୍ଷା ହେଲା ବୋଧେ ଆଉ। ସେଇଥିପାଇଁ ବଗୁଲାର ଭଲ ଆଖିଟା ଦେଖୁନ, ସେ କେମିତି ଈର୍ଷାରେ କଳା ଚଷମାଟି ପିନ୍ଧିକି ବୁଲୁଛି। ଆରେ ବୁଲୁଛି କୁଆଡ଼େ? ଏଇ ତ ଏଇଠି ବସିଛି। କଳା ଚଷମା ପିନ୍ଧି ବୁଲିବାର ଦେଖିଲେ ବାପା କ'ଣ ଆଉ ମୋତେ ଘରେ ରଖିବେ? ଘରକୁ ଗଲା ପୂର୍ବରୁ କାଢ଼ିଦେବିନି। ହେ ରହ ତମେ ଆଉ ଯୁକ୍ତି ତର୍କ କରନି। ବଗୁଲା ଚଷମାଟା କାଢ଼ିଦେରେ, କାହାକୁ ଈର୍ଷା କରନା। ଈର୍ଷା ମଣିଷର ପରମ ଶତ୍ରୁ। କେମିତି ଦାଦା? ଆରେ ବଗୁଲା ତୁ ଆଗ ଆଖିରୁ ଚଷମାଟା କାଢ଼ି, ତାପରେ ମୁଁ ଗୋଟେ ସତ ଘଟଣା ତମକୁ କହିବି। ଈର୍ଷା କେମିତି ମଣିଷର ପରମ ଶତ୍ରୁ ତମେ ସେଥିରୁ କ୍ଲିୟର ବୁଝିପାରିବ। ଓକେ ଦାଦା, ମୁଁ ଏବେ ଚଷମା କାଢ଼ି ଦଉଛି। ହଉ ତେବେ ଶୁଣ, ଆମ ପଡ଼ୋଶୀ ଗାଁରେ ଦୁର୍ଯ୍ୟୋଧନ ବୋଲି ଜଣେ ବ୍ୟକ୍ତି ସପରିବାରେ ରହୁଥିଲେ। ତାଙ୍କର ସୁରଞ୍ଜନ ଆଉ ନିରଞ୍ଜନ ବୋଲି ଦୁଇ ପୁଅ ଥିଲେ। ଦୁହିଁଙ୍କର ବିବାହ ବୟସ ହେବା ପରେ ଦୁର୍ଯ୍ୟୋଧନ ଦୁଇ ପୁଅଙ୍କୁ ବିବାହ ବନ୍ଧନରେ ଆବଦ୍ଧ କଲେ। ଦୁର୍ଯ୍ୟୋଧନ କୁକୁଡ଼ା ଚାଷ କରୁଥିଲେ ଏବଂ ପ୍ରଚୁର ଧନ ଉପାର୍ଜନ ମଧ୍ୟ କରୁଥିଲେ। ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପରେ ତାଙ୍କ ପୁଅମାନେ ମଧ୍ୟ କୁକୁଡ଼ା ପାଳନ କଲେ। ବଡ଼ ପୁଅ ସୁରଞ୍ଜନର ସ୍ତ୍ରୀ କଳିହୁଡ଼ି ସ୍ୱଭାବର ଥିଲା। କିଛି ଦିନ ଏକାଠି ରହିବା ପରେ ସୁରଞ୍ଜନର ସ୍ତ୍ରୀ ସାନ ପୁଅ ନିରଞ୍ଜନ ସ୍ତ୍ରୀ ସାଙ୍ଗରେ କଳି ଝଗଡ଼ା କଲା। ଆଉ ସବୁଦିନ କଳି ଝଗଡ଼ା ହେବା ପରେ ଦୁଇ ଭାଇ ଭିନ୍ନ ହେବା ପାଇଁ ନିଷ୍ପତ୍ତି ନେଲେ। ସୁରଞ୍ଜନ କହିଲା, ମୁଁ ବଡ଼ ପୁଅ, ତେଣୁ ଆମେ ଯେଉଁ ଘରେ ରହୁଛେ ସେଇଟା ମୁଁ ନେବି, ଆଉ ତୁ ଆର ଘରକୁ ଚାଲିଯିବୁ। ଦୁର୍ଯ୍ୟୋଧନଙ୍କର ଦୁଇଟି ଘର ଥିଲା, ଗୋଟିଏ କୋଠା ଘର ଆଉ ଗୋଟିଏ ଚାଳ ଘର। କୋଠା ଘରେ ସେମାନେ ରହୁଥିଲେ। ସୁରଞ୍ଜନ କହିବା ମୁତାବକ କୋଠା ଘର ସୁର ନେଲା, ଆଉ ନିରଞ୍ଜନ ଭାଗକୁ ଚାଳ ଘର ଖଣ୍ଡିକ ପଡ଼ିଲାରେ। ନିରଞ୍ଜନ ଅନିଚ୍ଛା ସତ୍ତ୍ୱେ ସୁରଞ୍ଜନ ପ୍ରସ୍ତାବରେ ରାଜି ହେଲା। ଏବେ ରହିଲା କୁକୁଡ଼ା ଭାଗ ବାଣ୍ଟିବା କଥା। କୁକୁଡ଼ା ବଣ୍ଟାରେ ମଧ୍ୟ ସୁରଞ୍ଜନ ଅନ୍ୟାୟ କଲା। ପୁରା 100 କୁକୁଡ଼ା ସିଏ ରଖିଲା, ଆଉ ନିରଞ୍ଜନକୁ ମାତ୍ର 2ଟି କୁକୁଡ଼ା ଦେଲା। ନିରଞ୍ଜନ ଏଥିରେ ପ୍ରତିବାଦ କରିବାରୁ ନିରଞ୍ଜନ ସ୍ତ୍ରୀ ନିରଞ୍ଜନକୁ ବୁଝେଇ 2ଟି କୁକୁଡ଼ା ଧରି ସେମାନେ ଘରୁ ବାହାରି ଗଲେ। ସୁରଞ୍ଜନ ଜଣେ ଦୁଷ୍ଟ ସ୍ୱଭାବର ମଣିଷ ଓ ତା ସ୍ତ୍ରୀ କଳିହୁଡ଼ି ହେଇଥିବା କାରଣରୁ ନିରଞ୍ଜନ ସ୍ତ୍ରୀ ନିରଞ୍ଜନକୁ ବୁଝାଇ ଭାଗ୍ୟକୁ ଆଦରି ସୁରଞ୍ଜନର ନିଷ୍ପତ୍ତିକି ମାନି ନେବାକୁ ବାଧ୍ୟ ହେଲେ। ଇଏ ତ ବଡ଼ ଅନ୍ୟାୟ କଥା ଦାଦା। ହଁ ଅନ୍ୟାୟ ତ ନିଶ୍ଚିତ। ତାପରେ କ'ଣ ହେଲା ଶୁଣୁନ। ଦାଦା ଏବେ ସେମାନେ କେମିତି ଅଛନ୍ତି? ଆରେ କହୁଛି ଶୁଣ। କୁକୁଡ଼ା ଯାହା ଅଣ୍ଡା ଦେଉଥିଲା କିଛି ଅଣ୍ଡା ଛୁଆ କରିବା ପାଇଁ ରଖିକି ବାକି ଅଣ୍ଡା ବିକ୍ରି କରି ସୁଖେ ଦୁଃଖେ ସେମାନେ ଚଳି ଯାଉଥିଲେ। ନିରଞ୍ଜନର ସ୍ତ୍ରୀ ଜଣେ ଧାର୍ମିକ ସ୍ୱଭାବର ସ୍ତ୍ରୀ ଲୋକ ଥିଲା। ସକାଳୁ ସକାଳୁ ଯେଉଁ ଲୋକ ତା ଦୁଆରକୁ ଯାଉଥିଲା ଖାଲି ହାତରେ ଫେରୁନଥିଲା। ଏମିତିକି ନିଜେ ନ ଖାଇ ମଧ୍ୟ ନିରଞ୍ଜନର ସ୍ତ୍ରୀ ଭୋକିଲା ପେଟକୁ ଦାନ କରିଦେଉଥିଲା। ଅବଶ୍ୟ ନିରଞ୍ଜନ ଏଥିରେ ତା ସ୍ତ୍ରୀକୁ ସାହାଯ୍ୟ କରୁଥିଲା, ହେଲେ ବେଳେବେଳେ କହୁଥିଲା, ଆମେ ତ ଏତେ ଗରିବ, ତମେ ଏମିତି ଦାନ ଧର୍ମ କଲେ କେମିତି ହେବ? ସେତେବେଳେ ତା ସ୍ତ୍ରୀ କହୁଥିଲା, ଆମ ପାଇଁ ଭଗବାନ ଅଛନ୍ତି। ସ୍ତ୍ରୀ କଥାରେ ନିରଞ୍ଜନ ନୀରବ ରହୁଥିଲା। ନିରଞ୍ଜନ ସ୍ତ୍ରୀର ଦାନ ଧର୍ମ କରିବା କଥାଟା ଚାରିଆଡ଼େ ପ୍ରଚାର ହେଲା। ଏଥିପାଇଁ ସୁରଞ୍ଜନ ସ୍ତ୍ରୀ ମଧ୍ୟ ନିରଞ୍ଜନ ସ୍ତ୍ରୀକୁ ଈର୍ଷା କରିବାକୁ ଲାଗିଲା। ଦାଦା ତାପରେ କ'ଣ ହେଲା କି? ଗାଁ ପାଖ ଜଙ୍ଗଲରେ ଜଣେ ସାଧୁ ବାବା ରହୁଥିଲେ। ନିରଞ୍ଜନ ସ୍ତ୍ରୀ ଦାନ ଧର୍ମ କରିବା କଥା କୁନି ଶିଷ୍ୟ ସାଧୁଙ୍କ କାନରେ ପକେଇଲା। ଗୁରୁଜୀ, ଆଜି ମୁଁ ପାଖ ଗାଁକୁ ଭିକ୍ଷା ପାଇଁ ଯାଇଥିଲି। ସେଇ ଗାଁରେ ଜଣେ ଧାର୍ମିକ ମହିଳା ଅଛନ୍ତି। ଶୁଣିଲି ତାଙ୍କ ଦ୍ୱାରୁ କେହି ଶୂନ୍ୟ ହସ୍ତରେ ଫେରି ନାହାନ୍ତି। ହେ ବେକାର କଥା କହନା। ଏ କଳିଯୁଗରେ କିଏ ଦାନ ଧର୍ମ କରୁଛି ରେ? ମିଥ୍ୟା କହୁନାହିଁ ଗୁରୁଜୀ। କାହିଁ କହିବୁଟି କିଏ ସେହି ଧାର୍ମିକ ମହିଳା? ତୁ ତାଙ୍କ ବିଷୟରେ କ'ଣ ଜାଣିଛୁ? ମୋ ଆଖି ସାମ୍ନାରେ ସେଇ ମହିଳା ଜଣକ କାଲି ଜଣେ ଭିକ୍ଷୁକଙ୍କୁ ଭାତ ତରକାରୀ ପୁରା ହାଣ୍ଡି ସହ ଦାନ କରିଦେଲେ। ଧନିକ ଶ୍ରେଣୀର ମହିଳା ନିଶ୍ଚିତ ହୋଇଥିବେ। ନାଇଁ ଗୁରୁଜୀ, ସେମାନେ ଭାରି ଗରିବ। ତେବେ ସେ ଏତେ ଦାନ ଧର୍ମ କେମିତି କରୁଛି? ତାଙ୍କର 2ଟି କୁକୁଡ଼ା ଅଛନ୍ତି। ସେମାନେ ଯାହା ଅଣ୍ଡା ଦିଅନ୍ତି ସେହି ଅଣ୍ଡାକୁ ବିକ୍ରି କରି ମହିଳା ଜଣକ ଦାନ ଧର୍ମ କରନ୍ତି। ଆରେ ତୁ ଯଦି ସତ କହୁଛୁ ତାହେଲେ ମୁଁ ନିଜେ ଯାଇ ତାଙ୍କଠାରୁ ପରୀକ୍ଷା ନେବି। ସେ କେମିତି ଆଉ କେତେ ଦାନ ଧର୍ମ କରିପାରିବେ ମୁଁ ଟିକେ ଦେଖିବି। ଯାହା ଆପଣଙ୍କ ଇଚ୍ଛା ଗୁରୁଜୀ। ଘରେ କିଏ ଅଛ ନା ନାଇଁ? ଫେରିଯିବି ତାହେଲେ ଆଉ। ଅଛି ଆସୁଛି। ନମସ୍ତେ ବାବା। ନମସ୍କାର। ମୋତେ ଆଜି ଭାରି ଭୋକ, କିଛି ଖାଇବାକୁ ମିଳିବ କି?
ନିଶ୍ଚୟ ମିଳିବ। ଭିତରକୁ ଆସନ୍ତୁ, ବସନ୍ତୁ। ମୁଁ ଖୁବ୍ ଶୀଘ୍ର ଆପଣଙ୍କ ପାଇଁ ଅନ୍ନ, ଡାଲି, ଭଜା ଏବଂ ଶାଗ କରିଦେଉଛି। ଆପଣ ପେଟ ପୁରା ଖାଇକି ଯିବେ। ଆରେ ନାଇଁ ନାଇଁ, ମୁଁ ସେଗୁଡ଼ାକ ଖାଏ ନା। ତାହେଲେ ଆଉ କ'ଣ ଖାଇବେ କୁହନ୍ତୁ, ମୁଁ ନିଶ୍ଚୟ ରାନ୍ଧିକି ଦେବି। ତମର ଯେଉଁ କୁକୁଡ଼ାଟା ଅଣ୍ଡା ଦେଉଛି ସେଇ କୁକୁଡ଼ାଟା ମୋତେ ରାନ୍ଧିକି ଦେଇପାରିବ? ଆଜି ଗୁରୁବାର, ତାପରେ ଆପଣ ଜଣେ ସାଧୁ ବାବା। ଗୁରୁବାରେ ଆପଣ କ'ଣ କୁକୁଡ଼ା ତରକାରୀ ଖାଇବେ? କାଇଁ, ସେ କୁକୁଡ଼ାଟା ତମର ଅଣ୍ଡା ଦେଉଛି ବୋଲି ତମର କ'ଣ ଦେବାକୁ ଇଚ୍ଛା ନାହିଁ କି? ଶୁଣିଛି ତମେ କାହାକୁ କେବେ ନିରାଶ କରନି। ନାଇଁ ନାଇଁ, ଆପଣ ଯଦି ଖାଇବେ ନିଶ୍ଚୟ ଦେବି। ଆପଣ ଅପେକ୍ଷା କରନ୍ତୁ। ହୟ ଶୁଣୁଛ, ଜଣେ ସାଧୁ ବାବା ଆମ ଘରକୁ ଆସି ଆମ ଅଣ୍ଡା ଦିଆ କୁକୁଡ଼ାଟା ତରକାରୀ କରି ଖାଇବା ପାଇଁ ମାଗୁଛନ୍ତି। ଆମେ ଯଦି ବାବାଙ୍କୁ ସେଇ କୁକୁଡ଼ାଟା ତରକାରୀ କରି ଦେଇଦେବା ତାହେଲେ ଆମେ କେମିତି ଚଳିବା? ଦାନ ଧର୍ମ ନ କରିବା ପାଇଁ ତମକୁ କେତେଥର ମୁଁ ମନା କରିଛି, ତମେ କ'ଣ ମୋ କଥା ମାନିଲ? ଆଉ ଏବେ ଚିନ୍ତା କଲେ କ'ଣ ହବ? ସାଧୁଙ୍କ ଇଚ୍ଛା ପୂରଣ କର, ନହେଲେ ସେ ଆମକୁ ଅଭିଶାପ ଦେବେ। ତମେ କହୁଥିଲ ନା ଆମ ପାଇଁ ଭଗବାନ ଅଛନ୍ତି। ହଁ, ଅଛନ୍ତି ତ। ଚିନ୍ତା କାହିଁ କରୁଛ? ଯାଅ କୁକୁଡ଼ା ରାନ୍ଧିକି ବାବାଙ୍କୁ ଖାଇବାକୁ ଦିଅ। କୁକୁଡ଼ାରୁ ବୋଧହୁଏ ଲୋଭ ଛାଡ଼ିନି, ସେଥିପାଇଁ କାନ୍ଦୁଛ। କାନ୍ଦି କାନ୍ଦି ରୋଷେଇ କରୁଥିବା ଖାଦ୍ୟକୁ ମୁଁ ଭୋଜନ କରିବି ନାହିଁ। ମୁଁ ଆସୁଛି। ନାଇଁ ନାଇଁ ବାବା, ଆପଣ ଫେରିକି ଯାଆନ୍ତୁ ନାହିଁ। ମୁଁ କାନ୍ଦୁନି। ଧୂଆଁ ହେବାରୁ ଆଖିରୁ ପାଣି ବାହାରିଗଲା। ଏବେ ତ ରୋଷେଇ ଶେଷ। ଆପଣ ବସନ୍ତୁ, ମୁଁ ଆପଣଙ୍କ ପାଇଁ ବାଢ଼ି ଦେଉଛି। ମୁଁ ଅନ୍ୟର ଥାଳି ଗିନାରେ ଭୋଜନ କରେ ନାହିଁ। ତମେ ମୋତେ କଦଳୀ ପତ୍ରରେ ଭୋଜନ ପରିସି ଦେଇପାରିବ? କଦଳୀ ପତ୍ରରେ ଆମିଷ? କଦଳୀ ପତ୍ରରେ ତ ଆମିଷ ଭୋଜନ କରାଯାଏ ନାହିଁ। କ'ଣ ଭାବୁଛ? ନାଇଁ ନାଇଁ, ଆପଣ ବସନ୍ତୁ, ମୁଁ କଦଳୀ ପତ୍ର ଆଣି ଦେଉଛି। ଆରେ ଆରେ, ଛୋଟୁ ତ ଠିକ୍ କଥା କହୁଥିଲା। ଏ ମହିଳା ଜଣକ ଭାରି ଧାର୍ମିକା ମହିଳା ଅଟନ୍ତି। ଇଏ ପରୀକ୍ଷାରେ ସଫଳ ହେଇଛନ୍ତି, ତେଣୁ ଆଙ୍କ ପାଇଁ କିଛି କରିବା ପାଇଁ ପଡ଼ିବ। ଆଲୋ ଆଲୋ, ବାବା ତ ଏଇଠି ଥିଲେ, କୁଆଡ଼େ ଗଲେ? ମୁଁ ଆସିବାର ବିଳମ୍ବ ହବାରୁ କ'ଣ ରାଗିକି କୁଆଡ଼େ ପଳେଇଲି କି? ନିରଞ୍ଜନର ସ୍ତ୍ରୀ ଉର୍ମିଳା କଦଳୀପତ୍ର ଧରି ଫେରି ଦେଖିଲା ବାବା ଘରେ ନାହାନ୍ତି। କଦଳୀପତ୍ର ଆଣିବା ବିଳମ୍ବ ହେବା କାରଣରୁ ବାବା କାଳେ ରାଗରେ ପଳେଇଛନ୍ତି ଭାବି ନିର୍ମଳା ବ୍ୟସ୍ତ ବିବ୍ରତ ହେଇ ରୋଷେଇ ଘରକୁ ଯାଇ ଦେଖିଲା ଏ ରନ୍ଧା ହେଇଥିବା କୁକୁଡ଼ାଟା କ'ଣ ଜିଇଁକିରି ତଳେ ବୁଲୁଛି, ଆଉ ସୁନା ଅଣ୍ଡାଟେ ଦେଇଛି। ହେଲେ ବାବା କୁଆଡ଼େ ଗଲେ? ଏଠି କ'ଣ ଲେଖା ହେଇଛି ସବୁ ଗୁରୁବାରେ ଏ କୁକୁଡ଼ା ଗୋଟେ ସୁନା ଅଣ୍ଡା ଦେବ? ଏଇଟା ଆଉ ବାବାଙ୍କ ଦୟା ନୁହେଁ ତ? ବାବା ତାହେଲେ କ'ଣ ମୋର ପରୀକ୍ଷା ନେଉଥିଲେ? ନିର୍ମଳାର ଆଖି ଛଳଛଳ ହେଇଗଲା। ଭଗବାନ ତାର ପରୀକ୍ଷା ନେଉଥିବା କଥା ଅନୁଭବ କରି ନିର୍ମଳା ଆନନ୍ଦିତା ହେଲା। ତା ପର ସପ୍ତାହ ଗୁରୁବାର ଦିନ ପୁଣି କୁକୁଡ଼ା ସୁନା ଅଣ୍ଡା ଦେଲା। ସେତେବେଳକୁ ନିରଞ୍ଜନ ଦାଣ୍ଡ ଦୁଆରେ ବସିଥାଏ। ନିରଞ୍ଜନ ପାଟି କରି ଡାକିଲା, ନିର୍ମଳା ଅଣ୍ଡା ନିଅ, ଅଣ୍ଡା। କୁକୁଡ଼ା ଆମର ସୁନା ଅଣ୍ଡା ଦେଇଛି। ବାବାଙ୍କ କଥା ସତ ହେଇଛି। ହେଁ, ସୁନା ଅଣ୍ଡା? କୁକୁଡ଼ା ସୁନା ଅଣ୍ଡା ଦେଉଛି? ଆଙ୍କ କୁକୁଡ଼ା କେମିତି ସୁନା ଅଣ୍ଡା ଦେଉଛି? ନିରଞ୍ଜନଠୁ ପଚାରିକି ବୁଝିବାକୁ ପଡ଼ିବ। ଆଉ ସୁରଞ୍ଜନ ଦିନେ ବାଟରେ ଜଗିକି ନିରଞ୍ଜନକୁ କୁକୁଡ଼ାର ସୁନା ଅଣ୍ଡା ଦେବା କାରଣଟା ପଚାରିକି ବୁଝିଲା। ନିରଞ୍ଜନ ତ ଭାରି ସରଳିଆ ସ୍ୱଭାବର ମଣିଷ। ସିଏ ସବୁ ସତ କଥା ସୁରଞ୍ଜନକୁ କହିଦେଲା। ସୁରଞ୍ଜନ ନିରଞ୍ଜନର କଥା ଶୁଣି ନିରଞ୍ଜନ ଉପରେ ଈର୍ଷା କଲା। ଆଉ ଭାବିଲା, ଆରେ ୟାର ସିନା ଗୋଟେ କୁକୁଡ଼ା ଅଣ୍ଡା ଦେଉଛି, ମୋର ତ 100ଟା କୁକୁଡ଼ା ଅଛନ୍ତି ନା। ମୁଁ ଯଦି ବାବାଙ୍କୁ ଶାନ୍ତି କରିଦିଏ ତାହେଲେ ମୁଁ ପ୍ରତି ଗୁରୁବାର ଦିନ ଗୋଟେ ନୁହଁ ବରଂ 100ଟା ସୁନା ଅଣ୍ଡା ପାଇବି। ଭାରି ମଜା ହେବ। एकथा भाबी सुरंजन मने मने कौन कौन गुणगुण हुई घर को फेरला। सुरंजन भाया का दिमाग खराब हो गया, अपने आप के साथ बात कर रहे हैं। रंजन बाबा को खोजी खोजी जाई जने बाबा पाखे पहुँचला। बाबा से तपस्या मग्न थिले। सुरंजन भाविला ये बोधे से बाबा। बाबा पाखु जाई तांकू कहला, बाबा मु तो आपणक पई 70टा कुकुड़ा रांधिची, मोर 100टा कुकुड़ा अछंती। 70 कुकुड़ा रंधा भोजन खाई आपण मते आशीर्वाद करंतु जेमिति कि मोर 100 जन कुकुड़ा प्रति गुरुवार दिन गोटे गोटे सुना अंडा देबे। आ कुकुड़ा खाइबा कथा सुनी बाबा रागरे गर्जी उठिले एवं सुरंजन को कहले, तू 70 कुकुड़ा कम मारिचु, तोर 100टा जाक कुकुड़ा मरी जाऊ। सुरंजन तो 70टा कुकुड़ा मारी देइतिला ना, आउ जो 30टा कुकुड़ा घर को फेरी देखला से माने मध्य मरिकी पड़िचंती। सुरंजन आउ ता स्त्री मन दुख कले। सुरंजन बहुत कांदिला एवं अन्य को ईर्षा करिवार या फल बोली भाविला। पहले एतरु तमे कोन शिखिलो कि रे? दादा आमे एतरु शिखिलु जे अन्य पई खोलुतबा गातरे निजे मनीष पड़ी थाए एवं ईर्षा होची मनीषर परम शत्रु। आउ तमे केबे काको ईर्षा करिवो? नाइ नाइ दादा आउ केबे सेमिति हबनी। हे हमर भलो पिला गुडा को आस आमे एतर घर को जिबा।